ଦିନକର କଥା। କୁଆ, ମୂଷା ଓ ନିଜର ଆଉ ଏକ ବନ୍ଧୁ କଇଁଚ ନିକଟରେ ବସି କଥା ହେଉଥିଲେ। କେଜାଣି କେଉଁଆଡ଼ୁ ହରିଣଟି ଦୌଡ଼ି ଦୌଡ଼ି ଆସି ସେମାନଙ୍କ ନିକଟରେ ଧଇଁସଇଁ ହେବାକୁ ଲାଗିଲା। ତିନି ବନ୍ଧୁ ଭାବିଲେ, ହରିଣଟି ବୋଧେ ବହୁତ ଡରି ଯାଇଛି, ଆମକୁ ପଚାରି ବୁଝିବାକୁ ହେବ। କଇଁଚଟି ହରିଣକୁ ପଚାରିଲା, ତୁମର କ'ଣ ହୋଇଛି? ତୁମେ ଏପରି ଭୟଭୀତ କାହିଁକି ଅଛ? ହରିଣ କହିଲା, ମୋ ନାଁ ଚିତ୍ରାଙ୍ଗ। ମୁଁ ଏଇ ପାଖ ପାହାଡ଼ରେ ରୁହେ। କେଜାଣି କେଉଁ ଆଡ଼ୁ ଦଳେ ଶିକାରୀ ଆସି ଆମ ଉପରେ ଆକ୍ରମଣ କରିବାକୁ ଲାଗିଲେ। ପ୍ରାଣ ବିକଳରେ ମୁଁ ସେଠାରୁ ଦୌଡ଼ି ଚାଲି ଆସିଲି। କେଜାଣି ମୋ ସାଙ୍ଗମାନଙ୍କର କ'ଣ ଅବସ୍ଥା ହେଉଥିବ। ଏହା ଶୁଣି କଇଁଚ କହିଲା, ଭଲ ହେଲା ତୁମେ ଏଠାକୁ ଚାଲି ଆସିଲ। ତୁମେ ଚିନ୍ତା କର ନାହିଁ, ତୁମେ ଆଜିଠୁ ଆମର ବନ୍ଧୁ। ଏହି ବୁଦା ମୂଳେ ତୁମେ ରହିବ। ଆମେ 4 ଜଣ ବନ୍ଧୁ ମିଶି ଖୁସିରେ ଏଠାରେ ରହିବା। ସେହିଦିନଠାରୁ ପୋଖରୀ ନିକଟରେ କୁଆ, ମୂଷା, ହରିଣ ଓ କଇଁଚ ଖୁସିରେ ରହିଲେ। କିଛି ଦିନ ପରର କଥା, ଦିନେ ଭୋରୁ ଚିତ୍ରାଙ୍ଗ କଞ୍ଚା ଘାସ ଖାଇବା ପାଇଁ ଜଙ୍ଗଲ ଆଡ଼କୁ ଗଲା। ଖରାବେଳ ଗଡ଼ିଗଲା, ସନ୍ଧ୍ୟା ହୋଇ ଆସିଲା, ତେବେ ବି ଚିତ୍ରାଙ୍ଗର ଦେଖା ନାହିଁ। ତିନି ବନ୍ଧୁ ହରିଣ ଚିତ୍ରାଙ୍କ ପାଇଁ ଚିନ୍ତିତ ହେଲେ। ମୂଷା ଓ କଇଁଚ କହିଲେ, ବୋଧହୁଏ ତାର କିଛି ବିପଦ ପଡ଼ିଛି। କୁଆ କହିଲା, ମୁଁ ଉଡ଼ି ଉଡ଼ି ଦେଖି ଆସୁଛି ଚିତ୍ରାଙ୍ଗର ସନ୍ଧାନ ମିଳୁଛି କି ନାହିଁ। ଏହା କହି କୁଆ ଉଡ଼ି ଚାଲିଲା। ହଠାତ୍ ସେ ବନ୍ଧୁ ହରିଣକୁ ଦେଖିଲା। ଓଃ ଓଃ, ତାର କି ଅବସ୍ଥା! ହରିଣ ଶିକାରୀ ଜାଲରେ ପଡ଼ିଯାଇଛି ଓ ମୁକୁଳିବା ପାଇଁ ବହୁତ ପ୍ରୟାସ କରୁଛି। କୁଆଟି ହରିଣ ପାଖକୁ ଯାଇ ପଚାରିଲା, ବନ୍ଧୁ, ଏ କ'ଣ ହେଲା? କୁଆକୁ ଦେଖି ହରିଣ କହିଲା, ବନ୍ଧୁ, ମୁଁ ତୁମକୁ ଏଠାରେ ଦେଖି ବହୁତ ଖୁସି ହେଲି। ଶିକାରୀ ଜାଲରୁ ମୁକୁଳିବା ଭାରି କଷ୍ଟ। ଏବେ ଶିକାରୀ ଆସି ମୋତେ ମାରିଦେବ। କୁଆଟି ସବୁ କଥା ଶୁଣି କହିଲା, ଏପରି କଥା କୁହନା ବନ୍ଧୁ। ମୁଁ ଏବେ ଯାଇ ବନ୍ଧୁ ମୂଷାକୁ ନେଇ ଆସିବି, ସେ ତୁମକୁ ଜାଲରୁ ମୁକ୍ତ କରିଦେବ। ଏହା କହି କୁଆ ଉଡ଼ିବା ଆରମ୍ଭ କରିବା ବେଳେ ଚିଁ ଚିଁ ଶବ୍ଦ କରି ବନ୍ଧୁ ମୂଷା ସେହି ଦିଗ ଆଡ଼କୁ ଆସୁଥିଲା। ହରିଣ ଜାଲରେ ଥିବାର ଦେଖି ମୂଷା ତାକୁ କହିଲା, ତୁମେ ଚିନ୍ତା କର ନାହିଁ ବନ୍ଧୁ, ମୁଁ ଏବେ ତୁମକୁ ଜାଲରୁ ମୁକ୍ତ କରିଦେବି। ଏହା କହି ମୂଷା ଜାଲକୁ କାଟି କାଟି ହରିଣକୁ ମୁକ୍ତ କରିଦେଲା। ଏହି ସମୟରେ କଇଁଚ ମଧ୍ୟ ସେଠାରେ ଆସି ପହଞ୍ଚିଗଲା। ତିନି ବନ୍ଧୁଙ୍କୁ ନିଜ ପାଖରେ ଦେଖି ହରିଣ କହିଲା, ବନ୍ଧୁ, ତୁମମାନଙ୍କ ପାଇଁ ମୁଁ ଆଜି ମୃତ୍ୟୁ ମୁଖରୁ ବଞ୍ଚିଗଲି। କିନ୍ତୁ ତୁମେମାନେ ଏଠାକୁ ଆସି ଭଲ କରିଲ ନାହିଁ। ଯଦି ଏବେ ଶିକାରୀ ଆସିଯିବ, ତୁମେ ଆଉ ଦୌଡ଼ି ପାରିବ ନାହିଁ। ତେବେ 4 ବନ୍ଧୁ ଆଉ ଡେରି ନ କରି ଶୀଘ୍ର ଘରକୁ ଯିବା ପାଇଁ ବାହାରିଲେ। ହଠାତ୍ କୁଆ ଉପରକୁ ଉଠି ଦେଖିଲା ବେଳେ ପାଟି କରି କହିଲା, ପଳାଅ ପଳାଅ, ଶିକାରୀ ଆସୁଛି। ବିପଦ କଥା ଶୁଣି ମୂଷା ସଙ୍ଗେ ସଙ୍ଗେ ଗୋଟିଏ ଗାତ ଭିତରେ ପଶିଗଲା। ହରିଣ ଦୌଡ଼ି ଦୌଡ଼ି ପଳାଇଲା। ବାକି ରହିଗଲା କଇଁଛ। ବିଚରା ସେହି ଜାଗାରେ ସ୍ଥିର ହୋଇ ରହିଗଲା। ହରିଣ ଦୌଡ଼ି ପଳାଇବାର ଦେଖି ଶିକାରୀ ମଧ୍ୟ ତା ପଛରେ ଦୌଡ଼ିଲା, କିନ୍ତୁ ଆଉ ଧରିପାରିଲେ ନାହିଁ। ହଠାତ୍ ତାର ନଜର ପଡ଼ିଲା କଇଁଛ ଉପରକୁ। ସେ ମନକୁ ମନ କହିଲା, ହରିଣ ପଛକେ ନହେଲେ ନାହିଁ, କଇଁଚଟିଏ ତ ହାତକୁ ଆସିଲା। କୁଆ ଉପରେ ଥାଇ ସବୁ କଥାକୁ ଲକ୍ଷ୍ୟ କରୁଥାଏ। ସେ ଭାବିଲା, ଏବେ କ'ଣ କରାଯାଇପାରିବ? ଶିକାରୀ କଇଁଚଟିକୁ ବାନ୍ଧି ନିଜ ଘର ଆଡ଼କୁ ଚାଲିଲା। ଶିକାରୀ ଚାଲିଯିବାର ଦେଖି କୁଆ, ମୂଷା ଓ ହରିଣକୁ ପାଟି କରି ଡାକି ସବୁ କଥା ଜଣାଇଲା। ସମସ୍ତେ ଏବେ ଚିନ୍ତା କରିଲେ, କଇଁଚକୁ କିପରି ଉଦ୍ଧାର କରିବା। କୁଆ ମନକୁ ଗୋଟିଏ ଉପାୟ ଆସିଲା। କୁଆର ପରାମର୍ଶ ଅନୁଯାୟୀ ହରିଣ ଶିକାରୀର ଫେରିବା ରାସ୍ତାରେ ନିଶ୍ୱାସ ବନ୍ଦ କରି ପେଟ ଫୁଲାଇ ମରିଗଲା ଭଳି ପଡ଼ି ରହିଲା। କୁଆଟି ତା ଉପରେ ବସି ତାକୁ ଖୁମ୍ପିବାକୁ ଲାଗିଲା, ସତେ ଯେପରି ମଲା ହରିଣଟେ ପଡ଼ିଛି। କଇଁଚଟିକୁ ନେଇ ଯାଉ ଯାଉ ଶିକାରୀ ଦେଖିଲା, ଜାଲ ଛିଡ଼ାଇ ଯାଇଥିବା ହରିଣଟି ଏଠାରେ ପଡ଼ିଛି। ଏହା ଦେଖି ସେ ଖୁବ୍ ଖୁସି ହୋଇଗଲା। ଶିକାରୀ ମନେ ମନେ ଭାବିଲା, ଭଲ ହେଲା କଇଁଚଟିକୁ ପାଇଲି, ପୁଣି ହରିଣକୁ ପାଇଲି। ଆନନ୍ଦରେ କଇଁଚଟିକୁ ମାଟି ଉପରେ ଥୋଇ ହରିଣଟିକୁ ଆଣିବାକୁ ଗଲା। ଏଣେ ଶିକାରୀର ପଛେ ପଛେ ମୂଷାଟି ଆସୁଥିଲା। ଯେମିତି ଶିକାରୀ କଇଁଚକୁ ତଳେ ଥୋଇଛି, ମୂଷାଟି କଇଁଚ ଥିବା ଜାଲଟିକୁ କାଟି କଇଁଚକୁ ପାଖରେ ଥିବା ଗାଡ଼ିଆରେ ବୁଡ଼ିଯିବାକୁ କହିଲା। ଭୟରେ କଇଁଚର ଗୋଡ଼ ହାତ ଥରୁଥାଏ, ତଥାପି ଦୌଡ଼ି ଦୌଡ଼ି ସେ ଯାଇ ପାଖ ଗାଡ଼ିଆ ପାଣିରେ ଲୁଚି ରହିଲା। ଏଣେ ଶିକାରୀ ହରିଣର ପାଖାପାଖି ହେଲା ବେଳକୁ ମୂଷା ବଡ଼ ପାଟି କରି ହରିଣ ଓ କୁଆକୁ କହିଲା, ଶିକାରୀ ଆସିଲା, ଦୌଡ଼ ଦୌଡ଼। ଏହା ଶୁଣିବା ପରେ କୁଆ ଆକାଶକୁ ଉଡ଼ିଗଲା। ହରିଣ ଏକାଡିଆକେ ସେହି ସ୍ଥାନ ଛାଡ଼ି ପଳାଇଲା। ଏସବୁ ଦେଖି ଶିକାରୀ ନିରାଶ ହୋଇଗଲା। ଭାବିଲା,
ଆଜିକାଲି ହରିଣୀ ଗୁଡ଼ାକ ବହୁତ ଚାଲାକ ହୋଇଗଲେଣି। ଆଜି କେବଳ କଇଁଚ ଖାଇ ଚଳିଯିବାକୁ ହେବ। କିନ୍ତୁ ସେଦିନ ଯେ ଶିକାରୀର କପାଳ ଫଟା। ପଛକୁ ଚାହିଁଲା ବେଳକୁ କେବଳ ଜାଲଟା ପଡ଼ିଛି, କଇଁଚ ନାହିଁ। ଶିକାରୀ ହତାଶ ହୋଇ ଖାଲି ହାତରେ ଘରକୁ ଫେରିଲା। ଶିକାରୀ ଫେରିବା ପରେ 4 ବନ୍ଧୁ ଏକାଠି ହେଲେ ଓ ମନ ଖୁସିରେ ନିଜ ଘରକୁ ଫେରିଲେ। ସାଙ୍ଗମାନେ, କାହାଣୀ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ। ଭିଡ଼ିଓକୁ ଲାଇକ୍, ସେୟାର କରିବାକୁ ଭୁଲିବେ ନାହିଁ। ନୂଆ ନୂଆ କାହାଣୀ ଶୁଣିବା ପାଇଁ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିବେ। ଦେଖା ହେବା ଆଉ ଏକ କାହାଣୀ ସହ। ଧନ୍ୟବାଦ।